नमस्कार दर्शक बंधु मु लकी आपण मानकु स्वागत करुछि बीआर मूवीज प्रस्तुत ओडिशार प्राचीन परंपरार ए ओडिया पाला हमर ई छरका कार्यक्रम ताले पांडव माने जाई पहुंचंती गोटे बनरे युधिष्ठिर डाकिले बोले भीम भाईना भीम रे भाईना एही बनरे रहिबा काहेकि भाईना कोन पाई रहिबा ए बनरे कोन पे रहिबा एते बन बुली बुली आसिलो हे बनरे रहिबा पाई काहेकि मन बोलेला देखिले देखिले बनरे कोन कोन सब वृक्षलता अछंती बहुत गुलिया गछलता मान माडिछि आ कोन कोन अछंती हां देखिबा चिकिटी राजा बलभद्र भंजदेव कहले कलम कले कोन देखिबा कले असन शीर्ष पागकु भाजुते जाए हिंदू को घाटी पिया हिंदू को घाटी पिया रे भला हिंदू को घाटी पिया अब बहर तकी निपति भितति भितति सुंदर भीमरे भाईना ए अरण्य भितरे हां कोन कोन सब वृक्षलता देखुछ कहलु असन शिशपा कोकुभ कुटज तिन्दुक धात्री पियाज नवहरितटी पियाज हाँ पियाज परे जंगल भितर पियाज बलभद्र भद्र लिखछन सेटा पियाज गछ गोटे गछरे गणा एटा कोन लता पियाळ एटा पियार परा पियाज गछ हां ये सब वृक्षलता अछन हेले आउ कोन विशेषत्व अरण्य अछि भाईना ए देखो गोटे विचित्र दृश्य देखिया ଟିକେ ପୂର୍ବ ଦିଗକୁ ଚାହା हाँ हाँ भाईना କଣ ଦେଖୁଛୁ देखो गोटे डाल ऊपर केमिति गोटे बसिछि पेचा ଗୋଟେ ଡାଳରେ ବସିଛି ଗୋଟେ ପେଚା ता पाखरे बसिछि गोटे कुआ ବାୟସ ପାଖରେ ଉଲ୍ଲୁକ हाँ 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 ଆଚ୍ଛା ପେଚା ଆଉ କାଉ हाँ ଇଏ ପରସ୍ପର ଶତ୍ରୁ खाद्य खादक କିନ୍ତୁ ଗୋଟେ ଡାଳରେ ବସିଛନ୍ତି हाँ बरा ଏପଟକୁ ଚାହା भाईना ये तो ताठु बड़ा विचित्र दृश्य देखिया मिलुछि କଣ ଦେଖୁଛୁ गोटे बाघुणीटिए सहिछि गोटे मृग शिशुटिए स्तन्यपान करुछि ବାଘୁଣୀ ଠାରୁ ମୃଗ ଶିଶୁ ସ୍ତନ୍ୟପାନ କରୁଛି हाँ बरा ଆଶ୍ଚର୍ଯ୍ୟ आश्चर्य ଏପଟକୁ ଚାହା भाईना ये तो बड़ा विचित्र दृश्य गोटे सिंहटिए आसुछि एपटे हस्ती छुआटिए जाउछि सिंह हस्ती की नारी खेल खुआई देला बेले हस्ती ता सुंदर केमिते सिंह को साउळी दउछि ଏପଟକୁ ଚାହା ये तो ताठु बड़ा विचित्र गोटे मयूरटिए नृत्य करुछि ता नृत्य तले ता पुच्छ तले किना गोटे नागुणी विषधर नागुणी केमिति फोणा देखि खेलुछि मान कवि हेले नारी कवि अपर्णा नारी कवि अपना ରାଗଟା ହଉଛି କାମୋଦି ରାଗ हां कामुदी କଣ କହିଲେ କହିଲା ସେବନେ ଯେତେ ଜନ୍ତୁ सके दादा सेवने कदे दादा तुमिरते परस्पर हिते मित्रते परस्पर हिते आई सिधु पाई ओके के पाई आई सिधु पाई
ବୋଲି ଚଳେଇଦେଲୁ କାଲିକି ଟିକେ ଚିକେନ ବ୍ୟବସ୍ଥା ହବ ହବନି କି ଖଟଣି ପଡୁଛି ପଛପଟେ ମୁଁ ଠିଆ ହେଇଛି ଚିକେନ ଖାଇବୁ ପାଲକୁ ଆସିକି ଶୁଣ ପାଟି ଗଲା ଛାନ୍ଦଟାକୁ ଟିକେ ଅର୍ଥ କଲୁ ସେ ବନେ ଯେତେ ଜନ୍ତୁ ସର୍ବେ ଅଜାତ ଶତ୍ରୁ ଅଜାତ ଶତ୍ରୁ ମାନେ କଣ ଗୋଟେ ଜାତ ଶତ୍ରୁ ଗୋଟେ ଅଜାତ ଶତ୍ରୁ ନେଉଳ ସାପ ଇଏ ଜନ୍ମରୁ ଶତ୍ରୁ ଜନ୍ମରୁ ଜାତ ଶତ୍ରୁ ଆଜ୍ଞା ଅଜାତ ଶତ୍ରୁ ସେ ଜନ୍ମରୁ ଯାହାର ଶତ୍ରୁ ଭାବ ନାହିଁ ନା ଅଜାତ ଶତ୍ରୁ ନିରତେ ପରସ୍ପର ହିତେ ଆଜ୍ଞା ସମସ୍ତେ ସମସ୍ତଙ୍କର ହିତ ସାଧନ କରନ୍ତି କରନ୍ତି ମଙ୍ଗଳ ଚିନ୍ତା କରନ୍ତି ହଁ ଦିଅ ଏଇ ଶିଶୁ କରି ମୁଖେ ନେଇ କେଶରୀ କେଶରୀ କହିଲେ ସିଂହୀ ଗୋଟେ ସିଂହୀ ହଁ ନାରିକେଳ ଫଳ ନଡିଆଟିଏ ନେଇ ହଁ ହାତୀ ପାଟିରେ ଖୁଆଇ ଦଉଛି ଖୁଆଇ ଦଉଛି ହାତୀ ତାର ଶୁଣ୍ଢରେ ହଁ। ସିଂହୀ ପିଠିକି ଆଉସି ଦଉଛି ଦେଖିଲ କି ସମ୍ପର୍କ ଆଶ୍ଚର୍ଯ୍ୟ ସମ୍ପର୍କ ସେ ଅରଣ୍ୟ ଭିତରେ ସେ ଆଶ୍ଚର୍ଯ୍ୟ ହଁ ତାହେଲେ ପୁଅ ସେଦିନ ଧର୍ମନନ୍ଦନ ଯୁଧିଷ୍ଠିର କହିଲେ ବେଶ କହିଲେ ଭୀମରେ ଭାଇନା ଏଇ ଅରଣ୍ୟରେ ରହିବା ହଁ ହଁ ଏଇଠି କୁଟୀର ନିର୍ମାଣ କରାଯାଉ ବେଶ ଏ ଭାଇମାନଙ୍କୁ ବାଣ୍ଟିଲେ କାମ କାର୍ଯ୍ୟ ବାଣ୍ଟି ଦବା କିଏ କଣ କାମ କରିବ ହଁ। ଯଥାଶୀଘ୍ର କାମ ବଣ୍ଟନ କରିବେ ଠିକ ଅଛି ଭାଇନା ଅର୍ଜୁନ ଭାଇ ଆରେ ବଡ ଭାଇଙ୍କର ନିର୍ଦ୍ଦେଶ ଏ ଜଙ୍ଗଲରେ ଆମେ କୁଟୀର ନିର୍ମାଣ କରାଯିବ କୁଟୀର ନିର୍ମାଣ ମାନେ ଖାଦ୍ୟପେୟର ବ୍ୟବସ୍ଥା ଆଜି ଆମେ ଅନ୍ନ ଭକ୍ଷଣ କରିବା ତୁମେ ଯିବ ଗ୍ରାମ ଗ୍ରାମ ବୋଲି ତଣ୍ଡୁଳ ସଂଗ୍ରହ କରିବ ତଣ୍ଡୁଳ ବୋଲେ ବୁଝୁଛ ତ ଚାଉଳ କାହାଠୁ ଆଣିବ କହୁନ ପୁରୁଷ ପୁଅଠୁ ଜମା ଆଣିବନି ନାଇଁ ଛୋଟ ପିଲାଠୁ ଆଣିବନି ନା। ନାରୀଠୁ ଆଣିବ ଆଣିବି ଯେ ବିଧବାଠୁ ଆଣିବନି କି ସାଧବାଠୁ ଆଣିବନି ସେମିତିଆ ନାରୀ ଖୋଜି ଖୋଜିକି ଆଣିବ ଆରେ ଏମିତି ନାରୀ ଖୋଜି ପାଇବି ନକୁଳ ବଡ ଭାଇଙ୍କର ନିର୍ଦ୍ଦେଶ ଏ ଜାଗାରେ ଖାଦ୍ୟପେୟର ବ୍ୟବସ୍ଥା କରାଯିବ ତୁମେ ଯିବ ଜଳ ନିମନ୍ତେ ଜଳ ଆଣିବ କୋଉ ଜଳ ଆଣିବ ଉପର ଜଳ ଆଣିବନି ତଳ ଜଳ ଆଣିବନି ମଝି ଜଳ ନେଇକି ଆସିବ ସହଦେବ ଘୁମଉଛ ବସିକି ବଡ ଭାଇଙ୍କର ନିର୍ଦ୍ଦେଶ ଖାଦ୍ୟପେୟର ବ୍ୟବସ୍ଥା କରାଯିବ ତୁମ୍ଭେ ଯିବ ଜାଳେଣୀ ସଂଗ୍ରହ କରିବ ଜାଳେଣୀ ଆଣିବି କୋଉ ଜାଳ ଆଣିବ ଓଦା ଆଣିବନି କି ଶୁଖିଲା ଆଣିବନି ମଝି ଜାଳଟା ନେଇକି ଆସିବ ମଝିଟାକୁ ନେଇକି ଆସିବି ଶୁଣ ଏଠି ଆମର ଖାଦ୍ୟପେୟର ବ୍ୟବସ୍ଥା କରାଯିବ ତମେ ଗୋଟେ ସାଁ ବାଳ ଧରିକି ଚୁଲି ଖୋଳ ସେଇଟା କଣ ବା ଶାବଳ ଶାବଳ ସାଁ ବାଳ କଣ ଯୋଉଥିରେ ଖୋଳନ୍ତି ଶାବଳ ସେଇଟା ଧରା ସାଁ ବାଳ ଚୁଲି ଖୋଳିବେ ସର୍ବକାର୍ଯ୍ୟରେ ସବୁ ଲାଅ ଆଚ୍ଛା ଆଚ୍ଛା ତମେ କଣ କରିବ ମୁଁ ହଉଛି ଭୀମସେନ ବହୁ ଦିନ ହେଲା ଫଳ ଆହାର କରି କରି ନାଭି ପେଟ ଧୁକୁ ଧୁକୁ ହେଲାଣି ଆଉ ଫଳରେ ଆଶା ନାହିଁ ଆଉ କଣ ଖାଇବ ଅନ୍ନ ଭକ୍ଷଣ କରିବା ମାନେ ଆଇଁଷ ବ୍ୟବସ୍ଥା ମୁଁ ଆମିଷ ଖାଇବ ଆମିଷ ଆଜି ଖାଇବା କଣ ଖାଇବ ମଲା ଖାଇବାନି କି ଜିଅନ୍ତା ଖାଇବାନି ମଝି ଆମିଷଟା ଆଜି ଆମେ ଭକ୍ଷଣ କରିବା ଅରେ ଆମିଷ ମାତ୍ରକେ ତ ମଲା ଆଉ ମଲା ନୁହଁ କି ଜିଅନ୍ତା ନୁହଁ ଅଛି ସେମିତି ଆମିଷ ଆଚ୍ଛା ଇଏ କଣ କରିବ ଇଏ ଭିକ୍ଷାବୃତ୍ତି କରି ଚାଉଳ ଆଣିବ କୋଉଠୁ ଆଣିବ ପୁରୁଷ କୋଉଠୁ ଜମା ଆଣିବନି ଛୋଟ ପିଲା ପୁରୁଷ କୋଠୁ ଜମା ଆଣିବନି ବିଲକୁଲ ଛୋଟ ଛୁଆଙ୍କଠୁ ଆଣିବନି ନା ନାରୀଠୁ ଆଣିବ ଆଣିବ ଯେ ସାଧବା ନୁହଁ କି ବିଧବା ନୁହଁ ସେଇଟା ନାରୀଠୁ ଆଣିବ ସଧବା ନୁହଁ କି ବିଧବା ନୁହଁ ଆଜ୍ଞା ଅରେ ପୁଅ ଆଜ୍ଞା ଏମିତିଆ ନାରୀଟେ କୋଉଠୁ ମିଳିବ ଅଛି ଆଜ୍ଞା କିଏ ସେ ବେଶ୍ୟା ତା ମନ ହେଲେ ସେ ଚୁଡ଼ି ପିନ୍ଧିବ ତା ମନ ହେଲେ ଚୁଡ଼ି ଆଣିକି ଥୋଇଦବ ହେଲେ ସାଧବରେ ଯାଉନି କି ବିଧବାରେ ଯାଉନି ଆଚ୍ଛା ଇଏ କଣ ଆଣିବ ଇଏ ଜଳ ଆଣିବ କୋଉ ଜଳ ଉପର ଆଣିବନି ତଳ ଆଣିବନି ମଝି ଜଳ ମଝି ଜଳ କଣ ପଇଡ ପାଣି ଏଇଟା ଉପରେ ହଉନି କି ତଳେ ହଉନି ଏଇଟା ମଝିରେ ହଉଛି ପଇଡ ଜଳ ପଇଡ ପାଣି ଲାଗି ରୋଷେଇ ହବ ଆଚ୍ଛା ଇଏ କଣ ଆଣିବ ଇଏ ଜାଳ ଆଣିବ କଞ୍ଚା ଆଣିବନି ଶୁଖିଲା ଆଣିବନି ଜାଳ ମାତ୍ରକେ କଞ୍ଚା ନହେଲେ ଶୁଖିଲା ଅଛି ନା ମଝି ଜାଳ ଗୋଟେ ମଝି ଜାଳ କଣ କୋଇଲା ତାକୁ ଆଜ୍ଞା ଯେତେବେଳେ ଜାଳିବ ସେତେବେଳେ ଜଳିବ ଏଇଟା କଞ୍ଚାରେ ଯାଉନି କି ଶୁଖିଲାରେ ଯାଉନି ଆଚ୍ଛା ତୁ କଣ ଆଣିବୁ ଆମେ ଆମିଷ ଖାଇବା ଆମିଷ ଆଣିବି କୋଉ ଆମିଷ ମଲା ନୁହଁ କି ଜିଅନ୍ତା ନୁହଁ ମଲା ନୁହଁ କି ଜିଅନ୍ତା ନୁହଁ ଆଜ୍ଞା ସେଟା କଣ କିରେ ଅଣ୍ଡା ଆଜ୍ଞା ଏଇଟା ମଲାରେ ଯାଉନି କି ଜିଅନ୍ତାରେ ଯାଉନି ଅଣ୍ଡା ଆଜ୍ଞା ଅଣ୍ଡା କୋଉଠୁ ଆଣିବୁ ଅଣ୍ଡା ଆମ ଗାଁ ଚମ୍ପା ଦିଦି ଦଉଛି କିଏ ଆମ ଗାଁ ଚମ୍ପା ଦିଦି ତମ ଗାଁ ଚମ୍ପା ଦିଦି ଅଣ୍ଡା ଦଉଛି ଆଜ୍ଞା କୋଉଠି ଦଉଛି ଘର କଣରେ ବସିକି ଚମ୍ପା ଦିଦି କିଏ ଆମ ଗାଁ ଅଙ୍ଗନବାଡି ଦିଦି ହଇରେ ପୁଅ ଆଜ୍ଞା ଅଙ୍ଗନବାଡି ଦିଦି ଚମ୍ପା ଦିଦି ହଁ ଅଣ୍ଡା ବାଣ୍ଟେ ଅଣ୍ଡା ଦିଏ କଣ ଅଣ୍ଡା କିଏ ଦଉଛି କୁକୁଡା ଅଣ୍ଡା ଦିଏ କୁକୁଡା ଅଣ୍ଡା ପାରେ ଚମ୍ପା ଦିଦି ଅଣ୍ଡା ଦିଏ
ହଉ ହେଲା ତୋରି କଥା ହଉ সর্ব ভাতৃগণ যে যা কামরে নিযুক্তি হয়ে যাও যাজ্ঞসেনী স্নানাদি নিত্য কর্ম সমাপন করি আশ্রমের ব্যবস্থা করো পঞ্চ পাণ্ডব নিজ নিজ କାର୍ଯ୍ୟରେ ବ୍ୟସ୍ତ ରହିଲେ ମା ଯାଜ୍ଞସେନୀ ଦ୍ରୌପଦୀ କଳସୀଟିଏ କାଖରେ ଧରି ନିକଟସ୍ଥ ଝରଣାକୁ ଯାଇଛନ୍ତି ଜଳ ଆଣିବା ପାଇଁ ପରେ ପାଖରେ ରହିଯାଉଛି ଗୋଟେ ଝରଣା କିଛି ଜଳ ସେଠାରେ ଗଚ୍ଛିତ ହେଇ ରହୁଛି ସେଇ ଜାଗାରେ ଯାଜ୍ଞସେନୀ ସ୍ନାନ କରୁଛନ୍ତି ସ୍ନାନ କଲା ବେଳେ ପିନ୍ଧିଛନ୍ତି ଗୋଟେ ଧବଳ ବସ୍ତ୍ର ଧଳା ରଙ୍ଗର ପତଳା ପାଟ ଶାଢୀଟେ ପିନ୍ଧିଛନ୍ତି ବୁଝିପାରିଲୁ ସେ ପାଟ ଶାଢୀ ପିନ୍ଧି ଓଦା ଲୁଗାରେ ଯାଜ୍ଞସେନୀ ଉପରକୁ ଉଠି ଆସୁଛନ୍ତି ଏତିକି ବେଳେ ଦ୍ରୌପଦୀଙ୍କ ରୂପ ଲାବଣ୍ୟକୁ ସନ୍ଦର୍ଶନ କରୁଛି ଜଣେ ଯୁବକ ଓଦା ଲୁଗା ବଡି ଦେହରେ ଛପି ଯାଇଛି ଓଦା ଲୁଗାଟା ଦେହରେ ଜଡି ଯାଇଛି ନାଭି ଠାରୁ ବକ୍ଷ ପର୍ଯ୍ୟନ୍ତ ଟିକି ଟିକି ଲୋମ ପଞ୍ଚି ଶାଢୀ ଭେଦ କରି ବାହାରକୁ ଦେଖାଯାଉଛି କବିଙ୍କ କଲମ ଚାଲିଛି ତାକୁ ବର୍ଣ୍ଣନା କଲୁ ଉପମା ଦିଏ ସାରେ କବି ହେଲେ ବ୍ରଜନାଥ ବଡ଼ଜେନା ବହି ନା ହେଲା ଅମ୍ବିକା ବିଳାସ ଗୋଟେ ପଦ ଆଣିବି ଗୋଟେ ଭିନ୍ନ ପ୍ରକାର ଅଳଙ୍କାର ଭିନ୍ନ ପ୍ରକାର କହିବି ଶୁଣ ମୁନା ଛାନ୍ଦଟା କଣ ଶୁଣ କହିଲେ ଅଶୀତର ମାଳି ମାଳି କାଳି ବଳି ବର୍ଣ୍ଣା ବଳି ଶୋହୁଛି ସୂତା ଧାରା ओडिया साहित्य रे अलंकार नहले साहित्य सुंदर हबनी काव्य नायिका को सरस सुंदर करबा पई दरकार अलंकार क्या आज्ञा एटा को अलंकार एटा गोटे भ्रांतिमान अलंकार पुनश्च हां एक अनुप्रास अलंकार बुझि पाइलु आज्ञा शब्द गुडा को देख देखिबा केड़े सुंदर शब्द संयोजना देखिबा कवि ब्रजनाथ बड़जना कहले असित रोमाली अली माली काली दली वर्णा बली सोहुची खाली बली अर्थ कलु असित रोमाली शीत माने कौन शीत माने ठंडा शीत होची दी प्रकार कौन कौन गोटे तालवेश सरे दीर्घई शीत आज्ञा शीत अर्थ ठंडा एठी शीत गोटे दिले आउ गोटे शीत अछि केमिते शीत दंते सरे हर्षई त हां हां के कहि परिबो म हर्षई शीत तालवेश सरे हर्षई शीत शीत कहले शीत ऋतु आ ठंडा ऋतु तालवेश दीर्घई सेरे शीत शीत अर्थ ठंडा ठंडा आउ गोटे शीत दंते सरे हर्षई शीत अच्छा
ଶୀତ ଅର୍ଥ କଣ? ଧଳା। ଧଳା। ଆଜ୍ଞା। ଅଶୀତ ଅସିତ ଧଳାର ବିପରୀତ ଶବ୍ଦ। ଧଳା ନୁହେଁ ସେ କଳା। ତାହେଲେ ଅଶୀତ କହିଲେ କଳା। ରୁମାଳି ଲୋମପନ୍ତି। ଟିକି ଟିକି। କଳା କଳା ରଙ୍ଗର ଲୋମପନ୍ତି ଆଜ୍ଞା। ନାଭି ଠାରୁ ବକ୍ଷ ପର୍ଯ୍ୟନ୍ତ ଲଗେଇଛି। ନଜର ପଡିଲା ଯୁବକର। ଯୁବକ ଦେଖୁଛି। ଜଣେ ଯୁବକ ଦେଖୁଛି, ଲୁଚିକି ବିଚାର କଲା, ହଁ। କହିଲା ଏଇଟା କଣ? କଣ? କହିଲା ଅଳି। ଅଳି। ଅଳି ଅଳି। ଅଳି କହିଲେ ଭ୍ରମର। ଆଜ୍ଞା। ମାଳି ମାଳି। ମାଳି ଅର୍ଥାତ ସମୂହ। ଭ୍ରମର ମାନେ ଧାଡି ଧାଡି ହେଇ ଉଡିଲା ବେଳେ ଯେମିତି ଶୋଭା ଦେଖା ଯାଆନ୍ତି ଏ ଲୋମପନ୍ତି ସେମିତି ଦେଖାଯାଉଛି। ନା ଏ ଉପମା ଠିକ ହେଲାନି। ଆସିଲା ଭ୍ରାନ୍ତି, ଭ୍ରାନ୍ତି ମାନ ଅଳଙ୍କାର। ହଁ। ଆସିଲା ଭ୍ରାନ୍ତି, କହିଲା ନା ତା ନୁହଁ। ହଁ। କାହିଁକି ନୁହଁ? ଯେତେବେଳେ ଭ୍ରମର ମାନେ ଉଡନ୍ତି ଗତିଶୀଳ ଥାନ୍ତି, କିନ୍ତୁ ଏ ଟିକି ଟିକି ଲୋମପନ୍ତି ଷ୍ଟ୍ରେଟ ସିଧା ସ୍ଥିର। ଏ ଜାଗାରେ ଏଇଟା ଠିକ ହେଲାନି। ହବନି ନା ହବନି। ନା। ତାହେଲେ କାଳି ଦଳି ବର୍ଣ୍ଣାବଳୀ ସହୁଛି ଧଳା ରଙ୍ଗର କାଗଜ ଉପରେ କଳା କାଳିରେ କିଏ ଧାଡିଏ ଲେଖିଦେଇଛି କି? ଚିହ୍ନ ଏମିତି କଣ ପ୍ରଶ୍ନବାଚକ ଚିହ୍ନ ଏଠି ଲାଗିବ ତ। କଣ କହିଲି ମୁଁ? ଆପଣ କହିଲେ ଧଳା ରଙ୍ଗର କାଗଜରେ କଳା ରଙ୍ଗର କାଳିରେ କିଏ ଗୁଡିଏ କିଛି ଲେଖିଦେଇଛି କି? ଧାଡିଏ ଲେଖା ହେଇଛି କି? ଏଇଟା ବି ହେଲାନି। ଆସିଲା ଭ୍ରାନ୍ତି, କହିଲା ନା ଏଇଟା ବି ନୁହଁ। କାହିଁକି? କାହିଁକି ନୁହଁ? ଦେହର ରଙ୍ଗ ହେଲା ସୁବର୍ଣ୍ଣକାନ୍ତି, କାଗଜର ରଙ୍ଗ ହେଲା ଧଳା। ଏ ଧଳା ସାଙ୍ଗେ ସୁବର୍ଣ୍ଣକାନ୍ତି ମିଶିଲାନି। ଏଇଟା ଏଇଠି ଫିଟ୍ ହେଲାନି। ହେଲାନି? ନା। ତାହେଲେ ଆଉ କଣ ହବ? ଅର୍କ ସୂତା ଧାରା। ନା ଅର୍କ ସୂତା ଧାରା। ଅର୍କ ହେଲା ଆଜ୍ଞା ସୂର୍ଯ୍ୟ, ସୂର୍ଯ୍ୟର ସୂତା ହେଲା ଯମୁନା। ଯମୁନାର ଜଳଟା ଦେଖିବାକୁ କାଳିଆ, ଯମୁନାର ଜଳଧାରଟା ଅଙ୍କେଇ ଅଙ୍କେଇ ବହି ଯାଉଛି କି? ନା ଏଇଟା ବି ହେଲାନି। ଏଠି ପୁଣି ଭ୍ରାନ୍ତି, ଭ୍ରାନ୍ତ ସୃଷ୍ଟି। ତାହେଲେ ଏଇଟା କଣ? କଣ ନା ଅସିତ ଫଣୀ। ଅସିତ କହିଲେ କଳା, ଫଣୀ କହିଲେ ସର୍ପ। ଏକ କଳା ରଙ୍ଗର ସର୍ପ ନାଭି ରୂପକ ଗର୍ତ୍ତରୁ ବାହାରି ସ୍ତନ ପର୍ବତକୁ ଖାଦ୍ୟ ପାଇଁ ଚରି ଯାଉଛି ରେ। ଯୁବକ ଦେଖି ଚିନ୍ତା କରୁଛି, କହିଲା ହା କେଡେ ସୁନ୍ଦରୀ, ଏମିତିଆ ସୁନ୍ଦରୀ ତ ମୁଁ କୋଉଠି ଦେଖିନି। କହିଲା ଅଙ୍ଗେ ବଙ୍ଗେ ପୁଣି ମଗଧେ ବଇଥିଲେ, ଦେଖିଛି କେତେ ସୁନ୍ଦରୀ। ଚରଣ ଘୋଷା ପଥରକୁ ନୋହିବେ କି କେହି ସାରି। ଆନନ୍ଦାରୀ ସିନା ମର୍ତ୍ତ୍ୟର ପତି ନିଏ ଯେ ମନ୍ଦାକିନୀ ଧାରା। ଆନନ୍ଦାରୀ ସିନା ମର୍ତ୍ତ୍ୟର କୁସୁମ ଏ ଯେ ଗଗନର ତାରା। କହିଲା କେତେ କେତେ ସୁନ୍ଦରୀ ଦେଖିଛି, ଇଏ ତ ଅନନ୍ୟ ଅବର୍ଣ୍ଣନୀୟ। ଇଏ ସୁନ୍ଦର ରୂପଳାବଣ ତ ସୁନ୍ଦର, ଅତି ସୁନ୍ଦର। ଏ ସୁନ୍ଦରୀ କଣ ସତରେ ମୋ ଭାଗ୍ୟରେ ଅଛି? ଗୋଟେ ଚୌପଦୀ ଆସୁ କବି ବାଙ୍କା ଦାସ ବାଙ୍କା ଲେଖିଲେ। କଣ କହିଲେ? କହିଲେ ରସା ରସା ବାଳାକୁ, ରସା ରସା ବାଳାକୁ ସତେ କରିବି କି ମୋର ଗୋଳା ମାଳାରେ। ରସା ରସା ବାଳାକୁ ସତେ କରିବି କି ମୋର ଗୋଳା ମାଳାରେ। ହଁ ଶୁଣି ହୋଇଥିଲେ ସୁପତ ତମକୁ ପ୍ରକଟ। ଶୁଣି ହୋଇଥିଲେ ସୁପତ ତମକୁ ପ୍ରକଟ। କାଳିକି ମନାଇ ଜବା ମାଳା ଦେଇ, କାଳିକି ମନାଇ ଜବା ମାଳା ଦେଇ, କାଳିକି ମନାଇ ଜବା ମାଳା ଦେଇ, କାଳିକି ମନାଇ ଜବା ମାଳା ଦେଇ। ଆର୍ଯ୍ୟ କପାଟ ହେବ ମାଳେ ରସା ରସା ବାଳା ସତେ କରିବି କି ମୋର ଗୋଳା। ଜଣେ ସ୍ତ୍ରୀ ଲୋକ ଗାଧୁଆ ତୁଠରେ ଗାଧଉଥିଲା ବେଳେ ଲୁଚି ଲୁଚି ତାକୁ ତାର ରୂପ ଯୌବନ ଦର୍ଶନ କରିବା ଆଜ୍ଞା ପାପ, ଭୁଲ ଭୁଲ। ତେବେ ସେଦିନ ଜଣେ ଯୁବକ ଜଣେ ନାରୀର ରୂପ ଲାବଣ୍ୟକୁ ଦର୍ଶନ କରୁଛି।
ଆଉ ମନେ ମନେ ଚିନ୍ତା କରୁଛି ସତେ କଣ ମୁଁ ଆକୁ ପାଇବି ସତେ କଣ ମୁଁ ଆକୁ ପାଇବି ବିଚାର କରି ପଛେ 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 ଆଜ୍ଞା ଅନୁଧାବନ କଲା ଦ୍ରୌପଦୀ କଳସୀଟିଏ ପାଖରେ ଅଛି ଯାଉଛନ୍ତି ନିଜର ଆଶ୍ରମ ଅଭିମୁଖ କୁଟୀର ଅଭିମୁଖ ପଛେ ପଛେ ଚାଲିଛି ଆଜ୍ଞା ଯୁବକ ଓ ଦ୍ରୌପଦୀ କୁଟୀର ମଧ୍ୟରେ ପ୍ରବେଶ କଲେ ଦ୍ୱାର ଦେଶରେ ଠିଆ ହେଲା ଆଜ୍ଞା ଯୁବକ ଭିତରକୁ ପ୍ରବେଶ କରିପାରିଲା ନାହିଁ ଦ୍ୱାର ଦେଶରେ ଠିଆ ହେଲା ଦ୍ରୌପଦୀ ଅନ୍ତପୁରକୁ ପ୍ରବେଶ କଲେ କୁଟୀର ମଧ୍ୟକୁ କଲେ କଣ କଲେ ଦର୍ଶକ ବନ୍ଧୁ ଆମ କାର୍ଯ୍ୟକ୍ରମଟି ଆପଣମାନଙ୍କୁ କେମିତି ଲାଗିଲା ଏହାର ମତାମତ ଦିଅନ୍ତୁ ଲାଇକ୍ କରନ୍ତୁ ସେୟାର କରନ୍ତୁ ଆଜ୍ଞା ହଁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି ରହୁଛି ନମସ୍କାର।